ମୁଁ କହିପାରିବିନି କଂଗ୍ରେସ ବିଷୟରେ ସେ ତ ମୋତେ ବାହାର କରିଦେଇଛନ୍ତି 6 ବର୍ଷ ପାଇଁ। ସେ ଲେଡି ଜଣେ ପୁରା ହଙ୍ଗାମା କରୁଛନ୍ତି। ମୁଁ କହିପାରିବିନି ସେ ଲେଡି କିଏ ବାବା। ମୁଁ କଣ ଶୁଣୁଛି ସେ କଣ ହିମାଳୟରେ ନା କୋଉଠି ତପସ୍ୟା କରୁଥିଲେ ଜଟପଟ ହେଇଯାଇ ତାଙ୍କର। ଆରେ ବାପରେ ମହାନ ଲେଡି ସେ କଂଗ୍ରେସ ବହୁତ ସାହାଯ୍ୟ କରିଥିବେ ସେ ଏବଂ ସେ ହାତ ଦେଖେଇଦେଲେ କୋଉଠି ଲୋକ ତିଆରି ହେଇଯାଉଛନ୍ତି। ଜନ୍ମ କରିବା ଦରକାର ଖାଲି ଗୋଟେ ଲୋକ ଠିଆ ହେଇଯାଉଛି। ହିମାଳୟ ମୁଁ ଜାଣିନି ବାପା ତାଙ୍କ ନାଁ ଖାଲି ଶୁଣୁଛି ହିମାଳୟରୁ ଆଇଛନ୍ତି ବିରାଟ ଜଟ ଆଉ ମହାଶକ୍ତିମାନ। ଆଉ ଯଦି ସେଠେଇ କିଏ ଶରତ ପଟ୍ଟନାୟକ ଆସିବେ କିଏ ଅଜୟ କୁମାର ଆସିବେ କିଏ ହେଗଡା ଆସିବେ କି ଖଡଗେ ଆସିବେ କି ରାହୁଲ ଗାନ୍ଧୀ ଆସିବେ କି ସୋନିଆ ଗାନ୍ଧୀ ଆସିବେ ଗୋଟେ ଗୋଟେ ଚାପୁଟା ପକେଇବ ଯେ ସେଇଥିରେ ସେମାନେ ସିଧା ହେଇ ଘରକୁ ଯିବେ। ଆଜି ମହିଳା ଥାନା ଯାଇ ବସିଛନ୍ତି। ହଁ ବସିବେ ମହାନ ନେତ୍ରୀ ସେ ମହାନ ସାଧକ ସିଏ ହିମାଳୟରେ ବସିଥିଲେ। ନାଇଁ କଂଗ୍ରେସ କଣ କହୁଛି ନାରୀ ସମ୍ମାନ ଦେଖିଲା ନାରୀ ଗୋଟେ ନାଇଁ ନାଇଁ ସବୁ ନାରୀ କଣ ସମାନ? ଆମ ଏ ଝିଅଟି କଣ ନାରୀ ନୁହଁ? ୟାର କେଳେ ଆଦର୍ଶ ଅଛି ଲାଫିଂ ଫେସ୍ ସେ କେବେ ହସେ ଦେଖିଛ ଯାଇକି ତାଙ୍କୁ? ତେଣୁ ଯୋଉମାନେ ଭଦ୍ର ମହିଳା ଶିକ୍ଷିତ ପରିବାରରେ ଜନ୍ମ ସେମାନେ କେବେ ଅଭଦ୍ରାମୀ କରିବେନି। ଆଉ ଜନସାଧାରଣ କେବେ ଅସମ୍ମାନ ଆମେ ଝିଅ କେବେ ଅସମ୍ମାନ କରିବୁ? ମରିଗଲେ ବି କରିବୁନି।